ତ ଏବେ ସୁଭଦ୍ରା ଯୋଜନା ହିତାଧିକାରୀମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଆକାଉଣ୍ଟକୁ ଆସିଲା କି 1 ଟଙ୍କା। ଯଦି ଆସିଛି ଆପଣମାନଙ୍କ ପାଖକୁ 1 ଟଙ୍କା, ତାହେଲେ ଆଉ 2 ଦିନ ଭିତରେ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ଭାଉଚର। ଆଜି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା 1 ଟଙ୍କା। 9 ତାରିଖରେ ପ୍ରଥମ କିସ୍ତି ଦିଆଯିବା ଆଗରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ 1 ଟଙ୍କା ଲେଖାଏଁ ପଠାଇ ଦିଆଗଲା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ରଖିଛନ୍ତି। ତ 9 ତାରିଖରେ ପ୍ରଥମ କିସ୍ତି ଦିଆଯିବା ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ 1 ଟଙ୍କା ଲେଖାଏଁ ପଠାଇ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ସମୟ ଆଗରୁ ସୂଚନା ଦେଇଥିଲେ। ସେ କହିଛନ୍ତି, ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇବେ, ସେମାନଙ୍କ ଖାତାକୁ ଏହି ଟଙ୍କା ଯିବ। ଆଗାମୀ 9 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏବଂ ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ, ସେମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ମଧ୍ୟ ସେୟାର କରାଯାଇଛି। ତ ଏହା କେବଳ ଚେକିଂ ପାଇଁ ହିଁ ସେୟାର କରାଯାଇଛି କି ସେ ଆକାଉଣ୍ଟକୁ ମନି ରିସିଭ୍ ହେଉଛି କି ନାହିଁ ବୋଲି। ତ ଏହିଭଳି ଭାବରେ 9 ତାରିଖରେ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଆସିଯିବ ସେକେଣ୍ଡ ପର୍ଯ୍ୟାୟର ପଇସା। ତ ଏପର୍ଯ୍ୟନ୍ତ ଯେଉଁମାନେ ସୁଭଦ୍ରା ଯୋଜନା ଫର୍ମ ଫିଲ୍ଅପ୍ କରିନାହାନ୍ତି, ତ ନିହାତି ଭାବରେ ଜଲ୍ଦି ଯାଇ ସୁଭଦ୍ରା ଯୋଜନା ଫର୍ମ ଫିଲ୍ଅପ୍ କରିଦିଅନ୍ତୁ ଏବଂ ଏହି ଭାଉଚରର ଲାଭ ଉଠାନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ। ଜୟ ନମସ୍କାର।